ଫଟୋ ଉଠେଇବେ ତ ସାର୍ ନମସ୍କାର। ଆପଣଙ୍କ ପରିଚୟଟା ଟିକେ ଦର୍ଶକଙ୍କୁ। ମୋ ନାଁ ଆଜ୍ଞା ଜୟକୃଷ୍ଣ ପଟ୍ଟନାୟକ। ମୁଁ ବରିଷ୍ଠ ନାଗରିକ ଆବାସ କିମିରିପଡ଼ାର ପରିଚାଳକ। ଏହା ବିଶ୍ୱ ଜୀବନ ସେବା ସଂଘ ଦ୍ୱାରା ପରିଚାଳିତ। ଏହାର 8ଗୋଟି ୟୁନିଟ୍ ଅଛି ଖୋର୍ଦ୍ଧା ଜିଲ୍ଲାରେ, ତନ୍ମଧ୍ୟରୁ ଏ ଗୋଟିଏ ୟୁନିଟ୍। ଏଥିରେ 25 ଜଣ ବୃଦ୍ଧାବୃଦ୍ଧି ରହୁଛନ୍ତି। ସମୁଦାୟ ଟୋଟାଲ ହେଉଛନ୍ତି ମାନେ ବୃଦ୍ଧା ହେଉଛନ୍ତି 15 ଜଣ ଓ ବୃଦ୍ଧ ହେଉଛନ୍ତି 10 ଜଣ। ଆଶ୍ରମ ହବାର ଏବେ କେତେ ବର୍ଷ ହବ? ଇଏ ଆଶ୍ରମ ହବାର 12 ବର୍ଷ ଇଏ ଆଶ୍ରମ, କିନ୍ତୁ କିମିରିପଡ଼ାକୁ 2-3 ବର୍ଷ ହେଲା ଉଠିକି ଆସିଛି। ଟିକେ ଭଲ ଘର, ଟିକେ ଫ୍ୟାସିଲିଟି ଭଲ ଥିବାରୁ, ପରିବେଶଟା ଟିକେ ଭଲ ଥିବାରୁ ତାକୁ ଉଠା ହେଇକି ଅଣାହେଇଛି। ଏହା ବାଣପୁରରେ ଥିଲା, ତାକୁ ଉଠା ହେଇକି ଟିକେ ଜଣେ ମା ବାପା ଆସିଲେ ସେ କେତେ ଦିନ ରହିପାରନ୍ତି? ନା ମାସେ 2 ମାସ ଏମିତି? ନାଇଁ ନିୟମ ହେଉଛି ଆଜ୍ଞା, ପ୍ରଥମେ ଗୋଟେ ଯଦି ବୃଦ୍ଧା କି ବୃଦ୍ଧି ଆସିଲା, ଆମେ ତାକୁ ପ୍ରଥମେ କାଉନସିଲିଂ କରିବୁ। ଆଜ୍ଞା, ତାକୁ ଡିଟେଲ କାହିଁକି ଆସିଲ, କ'ଣ ଅସୁବିଧା ହେଲା, ତା ଘର, ତା ଫୋନ ନମ୍ବରଟି ମାଗିବୁ, ତା ଘର ଲୋକ ସହିତ ଯୋଗାଯୋଗ କରିବୁ। ତମ ଲୋକଟି ଏଠିକି ପଳେଇ ଆସିଛି, ତାର କ'ଣ ଅସୁବିଧା ହେଇଛି, ତମେ ଆସ, ତାକୁ କିଛି କମ୍ପ୍ରମାଇଜ କରିକି ନେଇଯାଅ। ଯଦି ସିଏ ଆମେ 7 ଦିନ ତାକୁ ଅପେକ୍ଷା କରିବୁ। ଯଦି 7 ଦିନ ଭିତରେ କୌଣସି ରେଜଲ୍ଟ ନାହିଁ କି ସେମାନେ କେହି ଆସିଲେନି, ତାକୁ ଆମ ନିୟମ ଅନୁସାରେ ଆଡ଼ମିସନ କରିବୁ। ଆଡ଼ମିସନ ୱାନ୍ସ ହେଇସାରିଲା ପରେ ତା ନିୟମ ଅନୁସାରେ 6 ମାସ କମ୍ପଲସରି ରହିବାକୁ ପଡ଼ିବ। ତାକୁ ସେମିତି ନେଇପାରିବେନି, କାରଣ ଆମେ ଗଭର୍ଣ୍ଣମେଣ୍ଟକୁ ପଠେଇ ଦେଇଛୁ ତା ରେକର୍ଡ ପତ୍ର। ଆଜ୍ଞା, ତେଣୁ ଆମେ ଆଗ କମ୍ପ୍ରମାଇଜ କରିବାକୁ ଚେଷ୍ଟା କରିବୁ। ଆମେ ଆଗ ଆଶ୍ରମରେ ରଖିବା ପାଇଁ ଚେଷ୍ଟା କରିବୁନି, ଆଗ କମ୍ପ୍ରମାଇଜ କରିବାକୁ ଚେଷ୍ଟା କରିବୁ। କିନ୍ତୁ ମୋ ଜୀବନରେ ବହୁତ କେସ୍ କମ୍ପ୍ରମାଇଜ କରି ଛାଡ଼ିଛି। ଇଏ ମନେକର ସପୋଜ କି ଲାଷ୍ଟ ଟାଇମ ପର୍ଯ୍ୟନ୍ତ, ଅନ୍ତିମ ଟାଇମ ପର୍ଯ୍ୟନ୍ତ ରହିଗଲା, ତାର କ'ଣ ଅଛି ଆମର ଗଭର୍ଣ୍ଣମେଣ୍ଟ ଗାଇଡଲାଇନ? ନିୟମ ଅନୁସାରେ, ଗଭର୍ଣ୍ଣମେଣ୍ଟ ନିୟମ ଅନୁସାରେ ଯଦି ଗୋଟିଏ ଲୋକ ପୁରା ତାର କେହି ନାହିଁ, ଧରନ୍ତୁ ତାର ଘର ଦ୍ୱାର ନାହିଁ କିମ୍ବା ତାର ପରିବାରରେ କେହି ନାହାନ୍ତି, କୌଣସି ତାର ସୋର୍ସ ନାହିଁ, ତାକୁ ଟୋଟାଲ ଆଶ୍ରମ ତାର ବହନ କରିବ। ଯଦି ରୋଗାଗ୍ରସ୍ତ ହେଲା କି ତାର ପଡ଼ିଗଲା, ହଗମୃତ କଲା କି ଭଲ ମନ୍ଦ କଲା, ତାକୁ ଆମେ ଗୋଟେ ଏମର୍ଜେନ୍ସି ୱାର୍ଡ ରଖିଛୁ। ସେଇ ୱାର୍ଡରେ ରହିବୁ, ନିଜେ ସେବା ଶୁଶ୍ରୂଷା କରିବୁ। ଯଦି ଏ ଲାଇନରେ ଆଜ୍ଞା ଯିଏ ଆଗ ଚାକିରି କରିବ, ଏଇଟା ଗୋଟେ ସେବା ମନୋବୃତ୍ତି। ଏଥିରେ ନୁହଁ ଯେ ପାରିଶ୍ରମିକ ପାଇକି ଆମେ ଘର ସଂସାର ଚଳେଇବା, ଏଇଟା ଗୋଟେ ସେବା ମନୋବୃତ୍ତି। ଯଦି ନିଜେ ଗୃହମୂତ ସଫା କରିପାରୁଥିବେ, ନିଜେ ସବୁ କରିପାରୁଥିବେ, ତାହେଲେ ସେମିତି ହେଲେ ଏଇ ଇଏରେ। କିନ୍ତୁ ଆର ରେଜଲ୍ଟ ଆଜ୍ଞା ମୋ ଜୀବନରେ, ମୁଁ 15 ବର୍ଷ ଅଭିଜ୍ଞତା ଭିତରେ ଆପଣଙ୍କ ଯେତେକ ଜୀବନ ଭିତରେ ମନେକର ସପୋଜ ଏମିତି କୋଉ ମା ବାପାଙ୍କର ଆମର ଲାଷ୍ଟ ଟାଇମ ହେଇଗଲା, ତାଙ୍କ ଶେଷ କୃତ୍ୟ କେମିତି କ'ଣ? ହଁ, ମୋ ଜୀବନରେ ଆଜ୍ଞା ମୁଁ 5ଟା ଶେଷ କୃତ୍ୟ କରିଛି। ମୋ ଜୀବନରେ ମୁଁ 5ଟା ବୁଢ଼ାବୁଢ଼ୀଙ୍କୁ ମୁଖାଗ୍ନି ଦେଇଛି ଓ ତାଙ୍କ ଶେଷ କୃତ୍ୟ ବି କରିଛି। ମୋ ଜୀବନରେ 5ଟି କରିଛି। ତାର ଯୋଉ ଅନୁଭବ, ଭଲ ଆନନ୍ଦଦାୟକ ଅନୁଭବ। ଆଉ ମୋ ଜୀବନରେ ମୁଁ ଗୋଟେ ଆଜ୍ଞା ସରକାରୀ ଚାକିରି କରିଥିଲି। ସେ କର୍ପୋରେସନରେ ଗୋଟେ ଥିଲି, ସେଇଠୁ ଭାଙ୍ଗିଗଲା କର୍ପୋରେସନଟା। ପଇସା ପତ୍ର ସେତେବେଳେ ମିଳିନି, କିଛି ନାହିଁ। ଅସୁବିଧା ଭିତରେ ବି ଚଳୁଥିଲି। କିନ୍ତୁ ୟା ଭିତରେ ଯେତେବେଳେ ପଶିଲି, କିନ୍ତୁ ଏତେ ଆନନ୍ଦ ମତେ ଲାଗୁଛି, ମୁଁ କଳ୍ପନା କରିପାରୁନି। ଭଗବାନ ମତେ ଏଇ କର୍ମରେ ନିଯୁକ୍ତି କରିବା ପାଇଁ ହିଁ ଜନ୍ମ ଦେଇଛନ୍ତି ବୋଲି ମୋର ଧାରଣାଟା ଯାହା। କିନ୍ତୁ ବହୁତ ମତେ, ମୁଁ ଆନନ୍ଦରେ ରହିଛି। ମୁଁ ଯେମିତି ମୁଁ ଭାବେନି ଏମାନେ ପର ବୁଢ଼ାବୁଢ଼ୀ କି ଏମାନେ, ଯାହା ହଉ ଆମର ଗୋଟେ କଥାରେ ଅଛି, ଯୋଉ ମାନବ ସେବା ହିଁ ଈଶ୍ୱରଙ୍କ ସେବା। ସେଇଟା ଯିଏ କରିଛି, ଯିଏ ମାନେ ହୃଦବୋଧ କରିଛି, ୟାର ରେଜଲ୍ଟଟା କ'ଣ ସିଏ ହିଁ କରିପାରିବ, ଅନ୍ୟ କେହି କରିପାରିବେନି। କାରଣ ଆମେ 15 ବର୍ଷ ଭିତରେ ଯେତିକି ମୋର ଅଭିଜ୍ଞତା, ମୁଁ କିଛି କରିଛି ବୋଲି ମୁଁ ବର୍ତ୍ତମାନ ଭଲରେ ଅଛି। କାରଣ ମୋର କିଛି ଆଜ୍ଞା ଟେନସନ ନାହିଁ। ମୋ ପରିବାରଟି ଭଲରେ ଅଛି, ପୁଅ ବି ଭଲରେ ଅଛି, ଭଲ ଚାକିରି ଖଣ୍ଡେ ପୁଅ କରିଛି। ମୋର କିଛି ଟେନସନ ନାହିଁ। ମୋ ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଏମିତି ସେବା କରୁଥିବି। ମୁଁ ଭଗବାନଙ୍କର ଏତିକି ଆଶୀର୍ବାଦ। ଆଶ୍ରମରେ ଯେତେକ ମା ବାପା ମାନେ ଅଛନ୍ତି, ଯୋଉ ଡେଲିର ତାର କ'ଣ ମାନେ ଗାଇଡଲାଇନଟା ଅଛି, ମାନେ ଖାଇବା ପିଇବାଠୁ ନେଇକି ଧ୍ୟାନଠୁ ନେଇକି? ଆମର ପ୍ରଥମେ ହେଉଛି ସକାଳ 6ଟାରୁ ସେମାନେ ସନ୍ଧ୍ୟା ତ୍ୟାଗ କରିବେ। କରିସାରିଲା ପରେ ସେମାନେ ତାଙ୍କର ନିତ୍ୟକର୍ମ ସାରିଦେବେ। 6:30 7ଟାରେ ଠିକ୍ ବେଲ୍ ବାଜିବ। ଗୋଟେ ଘଣ୍ଟା ଆମର ଓଳିଆଏ ସେଠି
7ଟା ଯେମିତି ହେଇଯିବ ବେଲ୍ଟେ ବାଡିଆ ହବ, 3ଟା ବେଲ୍ ବାଡିଆ ହବ, 3ଟା ବେଲ୍ ଭିତରେ ସମସ୍ତେ ଆସି ପହଞ୍ଚିଯିବେ, ପାଲ ପଡିଯିବ, ସମସ୍ତେ ପହଞ୍ଚିବେ, ଘଣ୍ଟାଟେ ଯୋଗ ହବ। ବିଭିନ୍ନ ପ୍ରକାର ଆସ ଗୋଟେ ଯୋଗ ମାଷ୍ଟର ଅଛନ୍ତି ତ୍ରିଲୋଚନ ବାରିକ ବୋଲି, ସିଏ ସରକାରଙ୍କ ତରଫରୁ ତାଙ୍କୁ ପାର୍ଟ ଟାଇମ୍ ଯୋଗ ମାଷ୍ଟର ଭାବରେ ନିଯୁକ୍ତି କରାଯାଇଛି। ସିଏ ସପ୍ତାହକୁ 2 ଦିନ ଆସିବେ, ଟୋଟାଲ 12 ଦିନ ଆସିବେ ମାସକୁ। ଆଜ୍ଞା ଆଜ୍ଞା। ସିଏ ଯାହା ତାକୁ ଶିଖେଇ ଦେଇଥିବେ ଏମାନେ ତାକୁ ପ୍ରାକ୍ଟିସ କରିବେ। ଏହା ଦ୍ୱାରା ଗୋଟେ ଇଣ୍ଟରନ୍ୟାସନାଲ ଗୋଟେ ଆମର ଆୱାର୍ଡ ପାଇଛୁ ଆମେ, ଗୋଟେ ଯୋଗ ଡେରେ ଆମେ ଗୋଟେ ଆୱାର୍ଡ ମିଳିଛି ଆମକୁ। ଭଲ ଯୋଗ ଏଠି କରାହେଉଛି, ସମସ୍ତେ କିନ୍ତୁ ଫିଟ୍ ରହିଛନ୍ତି, କାହାକୁ କିଛି ବତିବାକୁ ପଡିବନି। 3-7ଟା ହେଇଯିବ। ସପୋଜ ଏବେ କି ଜଣେ ଆସିଲେ ଆମର ତାଙ୍କର ଫିଜିକାଲ ଅନୁଫିଟି, ସିଏ ଜଏନ୍ କରିପାରିବେ ଆଶ୍ରମରେ? ସପୋଜ ମାନେ କିଏ ଚାଲି ପାରୁନଥିବେ, କିଏ କେମିତି ମାନେ ତାଙ୍କର ଫିଜିକାଲ ଅନୁଫିଟି ଥିବେ? ଶୁଣନ୍ତୁ, ନିୟମ ଅନୁସାରେ ସମସ୍ତେ ସେମିତି କୋଉ ପରିଶ୍ରମ କରିକି ଚାଲୁଛନ୍ତି। ଫିଜିକାଲ ଅନୁଫିଟି ମାନେ ସିଏ ଲୋକଟି ନିଜେ ତାର ନିତ୍ୟକର୍ମ କରିପାରୁଥିବ। ଯଦି ଆମେ ରହିବା ଅବସ୍ଥାରେ ତାର ଫିଜିକାଲ ହେଲା ତାହେଲେ ଆମେ ସେଥିପାଇଁ ରେସ୍ପନ୍ସିବଲ। ଯଦି ତାର ଫିଜିକାଲ ଅନୁଫିଟି ହେଇକି ଆସିଛି, ନିଆଶ୍ରୟ ଲୋକ, ତାର କେହି ନାହାନ୍ତି, ତାର ଯଦି ସମ୍ପତ୍ତି ବାଡି ଅଛି, ସବୁ ଜମି ବାଡି ଅଛି, ତାର ପୁଅ ଝିଅ ଅଛନ୍ତି, ସେମାନେ କାହିଁ ତାକୁ ତାର ପ୍ରତିପୋଷଣ କରିବେ ନା? କାହିଁ କଣ ବି କରିବେନି? ସେମାନେ ତାର ସମ୍ପତ୍ତି ବାଡି ଖାଇଲେ, ଆମେ କାହିଁ ତାର ପ୍ରତିପୋଷଣ? ଯଦି ଆମେ ପ୍ରତିପୋଷଣ କରିବୁ ତାହେଲେ ଗୋଟେ ନିଆଶ୍ରୟ ଲୋକକୁ କାହିଁ ସାହାଯ୍ୟ କରିବୁ? ଗୋଟେ ନିଆଶ୍ରୟ ଲୋକ ଯାହାର ତାର କିଛି ନଥିବ। ଏବେ 2ଟି ଲୋକ ଏମିତିଆ ଅଛନ୍ତି ଆଶ୍ରମରେ। ଗୋଟେ ବାଣପୁରରୁ ଗୁନା ଆଚାର୍ଯ୍ୟ ଜାଣିଥିବେ, ବାଣପୁରରୁ, ତାକୁ ଆମେ ରେସ୍କ୍ୟୁ କରିକି ଆଣିଥିଲୁ ଇଏ ଯୋଉ ଆପଣଙ୍କର ଧର୍ମଶାଳା। ତାର ଘର ନାହିଁ କି ଦ୍ୱାର ନାହିଁ, କିଛି ନାହିଁ। ତେଣୁ ସିଏ ଏଇଠି ଶେଷ ହବ, ଏଇଠି ତାର ସବୁ ହବ। କିନ୍ତୁ ଏବେ ଦିନକୁ ଦିନ ବୃଦ୍ଧାଶ୍ରମ ବଢିବାରେ ଚାଲିଛି, କାହିଁକି? ତାର ମୁଖ୍ୟ କାରଣ କଣ? ମୁଖ୍ୟ କାରଣ ହଉଛି ଆଜ୍ଞା, ବୃଦ୍ଧାଶ୍ରମ ବଢିବା ହଉଛି ମୁଖ୍ୟ କାରଣ ହଉଛି ଯୋଉ ଯୌଥ ପରିବାର